ଚାଷୀ ଗୋଟେ କି ବାଦୁ ମୁଁ କହିଲି ଆମର ଚାଷୀ ମାନେ ଆପଣଙ୍କ ମ୍ୟାଡ଼ାମ୍ କେତେ ଜଣ ଚାଷୀ ଟ୍ୟାଗିଂ ହେଇଛନ୍ତି? 408 ମିଲ୍ ଟ୍ୟାଗିଂ ହେଇଗଲାଣି, ମିଲ୍ ଟ୍ୟାଗିଂ ସରିଗଲାଣି ଏବଂ ଧାନ କ୍ରୟର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେଣୁ ଆଜି ଆମେ ମଧ୍ୟ ତାର ଗୋଟେ ରିଭ୍ୟୁ ନେଉଛୁ। ସନ୍ଧ୍ୟାରେ ଆଜି ଗୋଟେ ସନ୍ଧ୍ୟାବେଳେ ରିଭ୍ୟୁ ନେବୁ। ଟୋକେନ୍ସ ଗୁଡ଼ାକ ମିଳିଗଲାଣି, ସମସ୍ତଙ୍କୁ ଯଦିଓ ମିଳିନି ଟୋକେନ୍ସ ଗୁଡ଼ାକ ଆରମ୍ଭ ହୋଇଗଲାଣି ମିଳିବା ପାଇଁ। ଆମେ ପ୍ରଥମେ ଯେଉଁମାନେ ନାମମାତ୍ର ଚାଷୀ ଏବଂ କ୍ଷୁଦ୍ର ଚାଷୀ ତାଙ୍କର ଟୋକେନ୍ ଆସିଛି, ତାପରେ ବଡ଼ ଚାଷୀମାନଙ୍କର ଆସିବ। ତେଣୁ ଏ ପ୍ରକ୍ରିୟାଟା ଆରମ୍ଭ ହେଇଛି, ତାପରେ ଏଇଟା ପିକଅପ୍ ନେବ। ନାଇଁ, FAQ ମାନର ଧାନ ବିଷୟରେ ଆମେ ସମସ୍ତଙ୍କୁ ସଚେତନ କରେଇଛୁ। କ୍ୱାଲିଟି ଆନାଲିଷ୍ଟସ୍ ମାନେ ମଧ୍ୟ ପ୍ରତ୍ୟେକ 2-2ଟି ମଣ୍ଡିକୁ ନିୟୋଜିତ ହୋଇଛନ୍ତି ଜଣେ ଜଣେ କ୍ୱାଲିଟି ଆନାଲିଷ୍ଟ। କ୍ୱାଲିଟି ଆମର ଯେଉଁ AI ବେସ୍ଡ କ୍ୱାଲିଟି ଆନାଲାଇଜର୍ସ ମଧ୍ୟ ଦିଆଯାଇଛି, 2ଟା RMC ରଖାଯାଇଛି। ତେଣୁ FAQ ମାନ ବିଷୟରେ ଆମେ ଚାଷୀମାନଙ୍କୁ ଅବଗତ କରିଛୁ ଏବଂ ସେମାନେ ମଧ୍ୟ ଅବଗତ ଅଛନ୍ତି। ଯେଉଁ ଅଦିନିଆ ବର୍ଷା ହେଇଛି ଟିକେ ଟିକେ କ୍ଷତିଗ୍ରସ୍ତ ହେଇଛି, ବଟ୍ ବିଶେଷ କିଛି କ୍ଷତିଗ୍ରସ୍ତ ହେଇନାହିଁ। ଆମେ ଯେଉଁ 35 ଲକ୍ଷ କ୍ୱିଣ୍ଟାଲ ଧାର୍ଯ୍ୟ ରଖିଛୁ ସେଟା ମିଳିଯିବ। ଯଦିଓ 35 ଲକ୍ଷ ନହେଲେ କିଛି ଆମେ ଭାବୁଛୁ ପ୍ରାୟ ମିଳିଯିବ ଏବଂ ଆମର ଚାଷୀମାନେ ତାଙ୍କର ଇନପୁଟ୍ ସବସିଡ଼ି ମଧ୍ୟ ପାଇବେ ଏବଂ ତାଙ୍କୁ କଟନୀ ଛଟନୀର ଶିକାର ମଧ୍ୟ ହେବାକୁ ପଡ଼ିବ। ନିରୁପମା ରାଉତ, ମା ଦୁର୍ଗା SHG ସେକ୍ରେଟାରୀ ଅଛି। ଜିଲ୍ଲାପାଳ ଆସିଥିଲା, ଆମର ମଣ୍ଡି ତ 5 ତାରିଖ ପୁଣି ହୋଇଥିଲା। ଜିଲ୍ଲାପାଳ ଆସିକି ସବୁ ପରିଦର୍ଶନ କରି ଦେଖିକି ଗଲେ। ଆମ ପିଣ୍ଡି ଆମ ଘର ସବୁ ଦେଖିକି ଗଲେ, ଚାଷୀଙ୍କ ସହିତ ଦେଖିକି ଗଲେ। ଆମକୁ କହିଲେ ଭଲ ମାନର ଧାନ ରଖିବେ, ଚାଷୀଙ୍କୁ ଠିକ୍ ସୁବିଧାରେ ଦେବେ ନା ଇଏ କରିବେ। ଚାଷୀଙ୍କ ପାଇଁକି ପିନ୍ଧା ହେଇଛି, ଚେୟାର ପଡ଼ିଛି, ତାର ପାଲ ମରା ହେଇଛି। 3 ବର୍ଷ ହେଲା ଧାନ କିଣା ହେଉଛି। 5 ତାରିଖଠୁ ତ ଆସିଛି ଆମର ହେଇଛି। ଟୁପନ ଏବେ ଆସିଛି, ଅଳ୍ପ ମାତ୍ରାରେ ଆସୁଛି ଆସ୍ତେ ଆସ୍ତେ। ଏବେ ଗଲେ ତ ପାଗ ତ ଯେମିତି ଚାଷୀ କିଣି ଦେବେ ଧାନ ଯାହା କିଣିବେ।